ଚାରି ପାଞ୍ଚ ଜଣଙ୍କୁ କହିଲି କେହି ପଇସା ଦେଲେନି। କ'ଣ କରିମି? ତା ମାଆକୁ ତ କହିଦେଲି କାଲି ଯାହାବିନି ଆଡ଼ମିସନ୍ ପାଇଁ ପଇସା ଦରକାର। କ'ଣ କରିମି? ମୁଣ୍ଡ କିଛି କାମ କରୁନି। ମୁଦିଟା ଅଛି, ମୁଦି ରହି କ'ଣ ହବ? ପୁଅର ଭବିଷ୍ୟତଟା ବଡ଼, ଏ କ'ଣ ମୁଦିଟା ବଡ଼? ଏ ମୁଦିଟାକୁ ବନ୍ଧା ପକେଇକି ଯାହା ବି ହଉ କାଲି ମୁଁ ପଇସା ଆଣିକି ତାକୁ ଦେବି। ତା ପରଦିନ ଏଇ ଜାଣିଛୁ ନା ପୁଅର ଏଇ ସାଥେ ଆଡମିସନ କରିକି ଆସିଲି। ଏଡମିସନ କରିକି ଆସିଲ, ପଇସା କୋଉଠୁ ଆଣିଲ? ପଇସା ହେଇଗଲା ପ୍ୟାରେଣ୍ଟସ୍, ମୁଁ ଜଣକୁ କହିଥିଲି ତ ସେ ପଇସା ଦେଇଦେଲେ ମତେ। ମୁଁ ତାଙ୍କୁ କିଛି ଦିନ ପରେ ସୁଝିବି ଆଉ। ଏଇ ତୁମ ମୁଦି କୁଆଡେ ଗଲା କି? କୋଉଠି ହଜେଇ ଦେଇଛ କି? ନା ମତେ ହୁଗୁଳା ହଉଥିଲା ତ କୋଉଠି ପଡି ପାଡି ଯିବ ବୋଲି ମୁଁ ଘରେ ରଖିଦେଇଛି। ତୁମେ ସତ କୁହନି, ମହାରାଣ ପକାଅନି। ମୁଦି କଣ କଲ? ତୁମେ ମୁଦି ବନ୍ଧା ପକେଇ ପଇସା ଆଣିଛ ନା? ହଁ, ମୁଦି ବନ୍ଧା ପକେଇକି ପଇସା ଆଣିଲି। ଆଉ ସମସ୍ତଙ୍କ କତିକି ଗଲି, କେହି ପଇସା ଦେଲେନି। ଆଉ ମୁଦି ରହିକି ହବ କ'ଣ? ମୁଦି ବନ୍ଧା ପକେଇକି ପଇସା ନେଇ ଆସିଲି। ଆରେ ମୁଁ ମୁଦି ପିନ୍ଧିବି, ଛୁଆ ଆଡମିସନ ହବନି, ମୂର୍ଖ ହବ। ଆଉ ଏଇ ମୁଦି ମୋର ହବ କ'ଣ? ଛୁଆ ଯଦି ମଣିଷ ହବ ମୋ ପାଇଁ ସେ କେତେ ମୁଦି କରିବ, ତୋ ପାଇଁ କେତେ ଗହଣା କରିବ। ଯାହା ବି ହେଲେ ପୁଅର ଭବିଷ୍ୟତଠୁ ଏ ମୁଦିର ମୂଲ୍ୟ କିଛି ନୁହେଁ। ହଁ, ତୁମେ ଯୋଉଟା କହୁଛ ଠିକ କହୁଛ। ପିଲାଙ୍କ ଭବିଷ୍ୟତ ଆଗରେ ବାପା ମାଙ୍କର ସୁନାର ମୂଲ୍ୟ କିଛି ନୁହେଁ। ଛୁଆ ଯଦି ପାଠ ପଢିକି ମଣିଷ ହେବେ, କେତେ ସୁନା ଗହଣା ଆଣିକି ଆମକୁ ଦେବେ। ହଉ ଚାଲ ଖାଇବା ଚାଲ।